କିନ୍ତୁ ତାଙ୍କ କାରଣ କ'ଣ ଆଜ୍ଞା ଯେ ବିଜେଡ଼ି ଜିତିବ 2029 ସଫା ଜଣାପଡ଼ୁଛି କେମିତି। ଏଥର ବି 2029ରେ ଚୋରି ହେଇପାରେ, ଭୋଟ ଚୋରି ହେଇପାରେ। ସେ ଯେଉଁ ନିଶ୍ଚିତ ଭାବରେ ହେବ ଆଜ୍ଞା, ହେବନି କାହିଁକି ବୋଲି ଭାବୁଛନ୍ତି। କାହିଁକିନା ଯଦି 24 ଘଣ୍ଟା ଭିତରେ ନବୀନ ବାବୁ ଟ୍ୱିଟରରେ ଲେଖିଲେ, ଆଡ୍ରେସ୍ କଲେ ଏବେ ଯିଏ ସିଏମ୍ ଅଛନ୍ତି। ମୁଁ ବି କେଉଁଝର ମାଟିର ପୁଅ, କିନ୍ତୁ ମୁଁ ନାଁ ନେବିନି। ଯେ ଚାମେଲି ଓଝା କେବେ ଜୀବନ୍ତ ଘରକୁ ଫେରିନଥାନ୍ତା, ଜିଅନ୍ତା ଘରକୁ ଫେରିନଥାନ୍ତା ଆଜ୍ଞା। ଆଇଦର ସେ ପାଗଳ ହେଇକି ଆସିଥାନ୍ତା ପାଗଳଖାନାକୁ, ନହେଲେ ମରିଯାଇଥାନ୍ତା। ଜିଅନ୍ତା କେବେ ଘରକୁ ସେ ଫେରିନଥାନ୍ତା। ଆମରି ନୟାପଲ୍ଲୀ ଆଜ୍ଞା, ନୟାପଲ୍ଲୀ ବେହେରା ସାହି ହଉ ଏପଟଟା ହଉ, ନାରୀ ଅସୁରକ୍ଷିତ। ଯିଏ ନାହିଁ ସିଏ ଆସିକି ତାଙ୍କୁ ମାନେ ତାଙ୍କର ପ୍ରାଇଭେଟ୍ ପାର୍ଟରେ ଟଚ୍ କରିଦେଇକି ପଳଉଛି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ନବୀନ ବାବୁ ଫେରିବେ ଏ କଥା ତ ଆମେ ସମସ୍ତେ ଜାଣନ୍ତି। ତାର କାରଣ ବି ସବୁ ଆମେ କଥା ହେବା। ମୁଁ ଡିଟେଲ୍ କହିଦେବି, ଆପଣଙ୍କୁ ବି ରକ୍ତ ଗରମ ହେଇଯିବ ଆଜ୍ଞା। ନବୀନ ବାବୁ 2029 ପାଇଁ ରେଡ଼ି। ସେ କହିସାରିଲେଣି ପୁରା ଯେ ଏଥର ମୁଁ ଲଢ଼ିବି। ଯେଉଁ ମାନେ ଫୁସୁରୁ ଫାସରେ ହେଇଯାଇଥିଲା, ଟାହିଟାପରା ହେଇଯାଇଥିଲା ପୂର୍ବ ଇଲେକ୍ସନରେ, ନିର୍ବାଚନରେ, ଯେ ନବୀନ ବାବୁଙ୍କ ଦେହ ଖରାପ ହେଇଛି, ତାଙ୍କ ବଦଳରେ ପାଣ୍ଡିଆନ ଲଢ଼ିବେ ନା। ଏବେ ନବୀନ ବାବୁ କ୍ଲିଅରଲି କହିଛନ୍ତି ଯେତେବେଳକୁ ସୁଜାତା ପାଣ୍ଡିଆନ, ସେ ସୁଜାତା ପାଣ୍ଡିଆନ ବୋଲି କହିନାହାନ୍ତି, ସୁଜାତା ରାଉତ ବୋଲି କହିଲେ। ଯେତେବେଳେ ସୁଜାତା ରାଉତ ଯୋଡ଼ି ହେଲେ, ସେତେବେଳେ ନବୀନ ବାବୁ ସିଧା ସିଧା କହିଲେ ଗୁମର ଖୋଲିକି, ଆଉ ଚିନ୍ତା କରିବା ଦରକାର ନାହିଁ, ସୁଜାତା ରାଉତ ବର୍ତ୍ତମାନ ସାଧାରଣ କର୍ମୀ ହିସାବରେ, ସମ୍ମାନାସ୍ପଦ କର୍ମୀ ହିସାବରେ ଯୋଡ଼ି ହେଲେ ବିଜେଡ଼ିରେ, ବିଜୁ ଜନତା ଦଳରେ। କିନ୍ତୁ ମୁଁ ଆଗାମୀ 2029 ଇଲେକ୍ସନ୍ ପାଇଁ ହେଉ, ପୌର ନିର୍ବାଚନ ପାଇଁ ହେଉ, ପଞ୍ଚାୟତ ଇଲେକ୍ସନ୍ ପାଇଁ ହେଉ, ମୁଁ ହିଁ ଲଢ଼ିବି ଲିଡର ହିସାବରେ, ମୁଖିଆ ହିସାବରେ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏ କଥା କହିଛନ୍ତି। କିନ୍ତୁ ତାଙ୍କ କାରଣ କ'ଣ ଆଜ୍ଞା ଯେ ବିଜେଡ଼ି ଜିତିବ 2029 ସଫା ଜଣାପଡ଼ୁଛି କେମିତି। ଆପଣ ବି ସବୁ ଛୋଟ ଛୋଟ ଛୁଆ ବି ଜାଣିଲେଣି ଆଜ୍ଞା, କିଛି ବଡ଼ କଥା ନୁହଁ। କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। କିନ୍ତୁ ମୁଁ ଗୋଟି ଗୋଟି କରି ସବୁ ପଏଣ୍ଟ କହିଦେଉଛି ଆଜ୍ଞା। ବାରମ୍ବାର ଏ ପଏଣ୍ଟକୁ ମୁଁ କହିଛି। ମୁଁ ପୁରା ପ୍ଲେଲିଷ୍ଟ ବି ଦେଇଦେବି, ବିଜେଡ଼ିର ପ୍ଲେଲିଷ୍ଟ ଡେସ୍କ୍ରିପସନରେ ଆପଣ ଦେଖିପାରିବେ। ସବୁ ଭିଡ଼ିଓ ସେଥିରେ ଅଛି ଆଜ୍ଞା। ଆପଣ ବହୁତ ଭଲ ପାଇବା ବି ଦେଇଛନ୍ତି। ତେଣୁକରି ଅଶେଷ ଧନ୍ୟବାଦ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ, କୃପା ଆଉ କରୁଣା ଆପଣଙ୍କ ଉପରେ ବରଷୁ ଥାଉ। ପ୍ରଥମ ପଏଣ୍ଟ ହେଉଛି ଆଜ୍ଞା ସେୟା, ନାରୀ ଅସୁରକ୍ଷିତ। ଏଇପା ସପ୍ତାହ ତଳେ ଆଜି ପର୍ଯ୍ୟନ୍ତ ବି ଚାଲିଛି ଆମ ନୟାପଲ୍ଲୀରେ, ଆମରି ନୟାପଲ୍ଲୀ ଆଜ୍ଞା, ନୟାପଲ୍ଲୀ ବେହେରା ସାହି ହଉ ଏପଟଟା ହଉ, ନାରୀ ଅସୁରକ୍ଷିତ। ଯିଏ ନାହିଁ ସିଏ ଆସିକି ତାଙ୍କୁ ମାନେ ତାଙ୍କର ପ୍ରାଇଭେଟ୍ ପାର୍ଟରେ ଟଚ୍ କରିଦେଇକି ପଳଉଛି। କିଛି ଅଶ୍ଳୀଳ ଭାଷା କହିଦେଇକି ପଳଉଛି। ତାଙ୍କ ଘର ସାମ୍ନାରେ ଠିଆ ହେଇକି କମେଣ୍ଟ ମାରୁଛନ୍ତି। ଜଣେ ଧରା ହେଲେ ଆଉ ଜଣେ ବୁଲୁଛି, ସିଏ ଧରା ହେଲେ ଆଉ ଜଣେ ବୁଲୁଛି। ଇଏ ବିଜେଡ଼ି ଶାସନ ଭିତରେ ଜମା ନଥିଲା। ଇଏ ବିଜୁ ବାବୁଙ୍କର ସୁପୁତ୍ର ନବୀନ ବାବୁଙ୍କ ଶାସନ ଭିତରେ ଜମା ନଥିଲା। 24 ବର୍ଷର ବିଶାଳ ବିଶ୍ୱସ୍ତ ଶାସନରେ ଏମିତି କିଏ କରିଦେବ, ଏଟା ନଥିଲା। ଇଏ ପ୍ରଥମ କଥା। ପୁଣି ଆପଣଙ୍କର ଶାସନରେ ଆପଣଙ୍କର ହିଁ ନେତ୍ରୀ ଜଣେ ଇଲେକ୍ଟେଡ଼ କ୍ୟାଣ୍ଡିଡେଟ୍, ଯେଉଁ ଚାମେଲି ଓଝା, କ'ଣ ହେଲା? ସେ ବାରମ୍ବାର ଆପଣଙ୍କୁ ଦେଖା କରିବା ପାଇଁ ଚାହୁଁଛି। ମୁଁ ସିଏମ୍କୁ ଦେଖା କରିବା ପାଇଁ ଚାହୁଁଛି। 2017ରୁ ଆପଣଙ୍କର ମୁଁ ମାନେ ଇଲେକ୍ଟେଡ଼ କ୍ୟାଣ୍ଡିଡେଟ୍, ସରପଞ୍ଚ ହିସାବରେ ମୁଁ କାମ କରୁଛି, ପ୍ରାର୍ଥୀ ହିସାବରେ। ଯେତେବେଳେ ଆପଣ ଦଳ ଶାସନକୁ ଆସିଲା, ଏବେ ମୁଁ କାମ ସକ୍ରିୟ କରୁଛି, ସକ୍ରିୟ ଅଛି। ମୋ ଉପରେ ନିର୍ଯାତନା ହେଇଛି, ମୁଁ ଆପଣଙ୍କୁ ଦେଖା କରିବା ପାଇଁ ହେଉଛି। ଆପଣ ଦେଖା ବି କରିପାରିଲେନି ନା, ହେଲାନି, ଦେଖା କରିପାରିଲେନି। ଯେତିକି ସରପଞ୍ଚ ସବୁ ସ୍ୱର ଉଠେଇଲେ ସମସ୍ତଙ୍କୁ ଶୁଭିଗଲା। ଠିକ୍ ମାନେ ଲଜିକ୍ ସବୁ ଠିକ୍ ଥିଲା, ସବୁ ନ୍ୟୁଜ୍ ସବୁ ଠିକ୍ ଠାକ୍ ଥିଲା। ହେଲେ କଥାଟା ଉପରକୁ ଉଠେଇବ କିଏ? ଚାପି ଦିଆ ହେଉଛି। ନବୀନ ବାବୁ ଅଣ୍ଟା ଭିଡ଼ିଲେ, କହିଲେ ନା ହେବ ନାହିଁ। 24 ଘଣ୍ଟା ଭିତରେ ନବୀନ ବାବୁ ଟ୍ୱିଟରରେ ଲେଖିଲେ, ଆଡ୍ରେସ୍ କଲେ ଏବେ ଯିଏ ସିଏମ୍ ଅଛନ୍ତି। ମୁଁ ବି କେଉଁଝର ମାଟିର ପୁଅ, କିନ୍ତୁ ମୁଁ ନାଁ ନେବିନି, ଛାଡ଼ନ୍ତୁ। ତାଙ୍କୁ ଆଡ୍ରେସ୍ କଲେ ଜଲ୍ଦି ଏସବୁ ତଦାରଖ ହଉ, ଯେଉଁ ଫାଇଲ୍ ଚୋରି ହେଇଛି ସେ କଥା ବି ଦେଖାଯିବ, ଆଉ ଯେ ଝିଅଟିକୁ ଜଲ୍ଦି ବଞ୍ଚାନ୍ତୁ। ନହେଲେ ଆଜ୍ଞା ଆଉ ଗୋଟେ ଭିଡ଼ିଓ ଆଣୁଛି, କହିବି ସେଥିରେ ଯେ ଚାମେଲି ଓଝା କେବେ ଜୀବନ୍ତ ଘରକୁ ଫେରିନଥାନ୍ତା, ଜିଅନ୍ତା ଘରକୁ ଫେରିନଥାନ୍ତା ଆଜ୍ଞା। ଆଇଦର ସେ ପାଗଳ ହେଇକି ଆସିଥାନ୍ତା ପାଗଳଖାନାକୁ, ନହେଲେ ମରିଯାଇଥାନ୍ତା। ଜିଅନ୍ତା କେବେ ଘରକୁ ସେ ଫେରିନଥାନ୍ତା। ସେ ବିଷୟରେ ଭିଡ଼ିଓ ବନା ହେବ, କହିବି। ତେଣୁକରି ଏଠି ଆପଣଙ୍କର ମାନେ ସେ ଭଲ ହେଇକି ଆସିଲା। ନବୀନ ବାବୁଙ୍କର ଯେତିକି ସବୁ ତାଙ୍କର ନାରୀ ନେତ୍ରୀ ଥିଲେ, ଛାତ୍ର ନେତ୍ରୀ ଥିଲେ, ସମସ୍ତେ ଯାଇକି ତାପରେ ବସିଲେ। ତେଣୁକରି ସେ ଭଲ ହେଇକି ଫେରିକି ଆସିଲା। ସେତେବେଳେ ବି ଫୁଲ ଦଳର କେହି କର୍ମୀ ନଥିଲେ ସେଠି ନା, କେବଳ ତାଙ୍କର ସରପଞ୍ଚକୁ ଛାଡ଼ିଦେଲେ ସମସ୍ତଙ୍କୁ, ଆଉ କେହି ନଥିଲେ। କ'ଣ ଆଜ୍ଞା? ଆଉ ଯେଉଁ ଫଟୋ, ଯେଉଁ ଭିଡ଼ିଓ ଫୁଟେଜ୍ ହେଇଥିଲା ସେ ଫୋନ୍ରେ, ଯେଉଁଟା କରିଥିଲା ସିଏ ଓଝା, ଚାମେଲି ଓଝା, ତା'ର କ'ଣ ତଦାରଖ ହେଉଛି କ'ଣ ନାହିଁ, କିଛି ଏପର୍ଯ୍ୟନ୍ତ ନ୍ୟୁଜ୍ ଜଣାପଡ଼ୁନି। କ'ଣ ଇଏ? ଏଇ ତ ଆପଣ ଭାବୁଛନ୍ତି କେମିତି ଯେ ଆଉ ଶାସନରେ ରହିବେ ବୋଲି, ଆଉ ନାହିଁ।
ତାଙ୍କ ନିଜ ଘରର ଲୋକ କହୁଛନ୍ତି, ଯିଏ ସିଏମ୍ ଅଛନ୍ତି ଆମ କେଉଁଝରରେ, ତାଙ୍କ ତାଙ୍କ ଘରକୁ ଯାଇଥିଲେ ଲୋକ, ତାଙ୍କ ନିଜ ଘର ଲୋକ କହୁଛନ୍ତି ଆଉ ନୁହଁ, ଇଏ ନୁହଁ, କିଛି କରିପାରୁନି, ଆମକୁ ଚାଉଳ ବି ଠିକ୍ସେ ମିଳୁନି। ଇଏ ପ୍ରଥମ କଥା ଆଜ୍ଞା, ନାରୀ ଅସୁରକ୍ଷିତ। ସେକେଣ୍ଡ କଥା ହେଉଛି ଦଳୀୟ କର୍ମୀ ବି ଅସୁରକ୍ଷିତ। ବର୍ତ୍ତମାନ ପ୍ରିୟଦର୍ଶିନୀ ମ୍ୟାଡ଼ାମ୍, ପ୍ରିୟଦର୍ଶିନୀ ଆଚାରୀ ଆଉ ତାଙ୍କ ହଜବେଣ୍ଡ, ତାଙ୍କର ଗୁଡ଼େ ବିଜନେସ୍ ଥିଲା, ତାଙ୍କରି ଦଳର ଲୋକ ଆସି ତାଙ୍କୁ କହିକି କହିଲେ ଯେ ଉପରୁ ଅର୍ଡ଼ର ଆସିଛି ଆମେ ଭାଙ୍ଗିବୁ ତୁମ ଦୋକାନ, ସବୁ ଭାଙ୍ଗିଦେଲେ ଆଜ୍ଞା, ତାଙ୍କୁ ଭାଙ୍ଗିଦେଲେ। ତେଣୁକରି ପ୍ରିୟଦର୍ଶିନୀ ଆଚାରୀ ଆଉ ତାଙ୍କ ହଜବେଣ୍ଡ ବି ପଳେଇ ଆଇଲେ ୱିଥ୍ 100 କର୍ମୀ, ବିଜେପିରୁ ବିଜେଡ଼ିକି ପଳେଇ ଆଇଲେ। ସେ ଭିଡ଼ିଓ ବି ମୁଁ ବନେଇଛି, ଆପଣ ଦେଖିପାରିବେ, ବହୁତ ଭଲ ପାଇବା ଦେଇଥିଲେ, ବହୁତ ଭଲ ପାଇବା ଦେଇଥିଲେ। ତେଣୁକରି ଦଳୀୟ କର୍ମୀ ସୁରକ୍ଷିତ ନୁହନ୍ତି, ନାରୀ ବି ସୁରକ୍ଷିତ ନୁହେଁ। ସେ ପ୍ରିୟଦର୍ଶିନୀ ମ୍ୟାଡ଼ାମ୍ ସେ ଯେଉଁଠି ବି ଯାଉଛନ୍ତି ସଭାରେ ତାଙ୍କ ନାଁ ବି ଲେଖା ହେଉନି, ସିଏ ଜଣେ ଇଲେକ୍ଟେଡ଼ ଯେଉଁଟା କୁହନ୍ତି ଚେୟାରପର୍ସନ୍, ତାଙ୍କ ନାଁ ବି ଲେଖା ହେଉନି ଯେ ଇଏ ଆଇଛନ୍ତି ବୋଲି। ଏଇ ରଥଯାତ୍ରାରେ ଆମର କ'ଣ ହେଲା ଆପଣ ଦେଖିଛନ୍ତି, ଦୀପ ବି ଲିଭିଲା, ସେ ଭିଡ଼ିଓ ବି ଅଣା ହେଉଛି, ଦୀପ ବି ଭିଡ଼ିଲା ମାନେ ଲିଭିଲା। ଆଉ ସେ ରଥଯାତ୍ରା ସାମନାରେ ତୁମର ପାର୍ଟି ଅଫିସ୍ ଭଳିଆ ହାତ ହଲେଇକି ଏମିତି କ'ଣ ଏମିତି କରୁଛ ତୁମେ? କେବେ ନବୀନ ବାବୁ ସାହସ କରିନାହାନ୍ତି ଆଜି ପର୍ଯ୍ୟନ୍ତ। ସେଇଠି ସାମ୍ନାରେ ଧୁଆ ହେଇକି ମାନେ ବଡ଼ ଠାକୁର ବଳିଆର ବୁଝ ମା ସୁଭଦ୍ରା, ସୁଦର୍ଶନ ମହାରାଜ, ମହାପ୍ରଭୁ ଜଗନ୍ନାଥ ଅଛନ୍ତି, ତାଙ୍କ ସାମ୍ନାରେ ତୁମେ ଏମିତି କ'ଣ ଇଏ ହାତ ଉଠେଇକି। ଠିକ୍। ଥାର୍ଡ଼ ଜିନିଷ ହେଉଛି ଶିକ୍ଷା ବ୍ୟବସ୍ଥା। ଆଉ କ'ଣ କହିବି ଆଜ୍ଞା, ଆପଣ ଜାଣିସାରିଥିବେ, କଥାଟି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଆଉ କ'ଣ କହିବି ଆଜ୍ଞା, 1800 ଭୁଲ। ଏଠି ଶୁଖୁଆ ତରକାରୀ ଶିଖା ହେଉଛି, ନିମୁଡ଼ା ପଢ଼ା ହେଉଛି। ନ୍ୟୁଟନ ମହାନ ବୈଜ୍ଞାନିକ ଛାଡ଼ିକି ମହାନ ପାଇଲଟ ଲେଖା ହେଲାଣି। ଓଡ଼ିଶାର ବିଧାନସଭା ଛାଡ଼ିକି କର୍ଣ୍ଣାଟକ ବିଧାନସଭା ଲେଖା ହେଲାଣି। ରଜଦୋଳି ଗୀତ ଲେଖା ହେଉଛି ଗଣିତ ବହିରେ, ଇଂଲିଶରେ ଲେଖା ହେଉଛି ପୁଣି। କ'ଣ ଇଏ ତ ମୁଁ ଖାଲି ଆରମ୍ଭ କରିଦେଲି, ଆଉ ଭିତରେ ତ ବହୁତ ଭୁଲ ଅଛି। ଯେତେବେଳେ କୁହାଗଲା 380 କୋଟି ଟଙ୍କା ଖର୍ଚ୍ଚ କରାହେଇଛି, 380 କୋଟି ଟଙ୍କା ଖର୍ଚ୍ଚ ହୋଇଛି ନିତ୍ୟାନନ୍ଦ ଗଣ୍ଡଙ୍କୁ, ସେ କହିଲେ କ'ଣ କରିପାରିବେ, ଆଉ ତ ହେଇପାରିବନି, ଧଳା କାଳିରେ ଗାର ମାରିଦିଅ, ତାକୁ ସଂଶୋଧନ କରିକି ପଢ଼ାଅ। ଇଏ କ'ଣ ଆପଣ ଭାବୁଛନ୍ତି ଏ ଆଉ ରହିବ ଏ ସଂସ୍ଥା? ମାନେ ଇଏ ଯେଉଁ ଏବେ ଯେଉଁ ଅଛି ପାର୍ଟି, ଇଏ କ'ଣ ରହିପାରିବ? ଇଏ ଗୋଟେ କଥା। ପୁଣି ତା ତଳକୁ ଦେଖନ୍ତୁ, ଭତ୍ତା ପଇସା ମିଳୁନି। ଇଲେକ୍ସନ୍ ପୂର୍ବରୁ କେତେ ଲୋଭ ଦେଖେଇଥିଲ, 3500 ମିଳିବ। ଆରେ 3500 ଛାଡ଼ନ୍ତୁ, ଆକାଶ କଇଁଆ ଚିଲିକା ମାଛ 1000 ଟଙ୍କା ବି ଆପଣ ଅଣ୍ଟିରୁ ଆପଣଙ୍କର ବାହାରୁ ନାହିଁ। ସାବିତ୍ରୀ ଦ୍ୱାରା ମରିଗଲା, ମା ସାବିତ୍ରୀ ମରିଗଲା, ସେ ଭିଡ଼ିଓ ହିଁ ବନେଇଛି, ସିଏ ମରିଗଲା। ଆଉ କ'ଣ, ଭାତ ଟିକେ ଖାଇବା ପାଇଁ ଲୋକ ମରିଯାଉଛନ୍ତି, ମାନେ ପଇସା ପାଇଲେନି ଯେ ବିଷ ଖାଇକି ମରିଗଲେ। ପୁଣି ଆଉ ଗୋଟେ ନେକ୍ସଟ ପଏଣ୍ଟ ଆଜ୍ଞା, ଚାଷୀ ଆତ୍ମହତ୍ୟା। ଏବେ ଜଣେ ମାଝୀ ବୋଲି ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଦେଲେ, ସେ ବିକି ପାରିଲେନି ତାଙ୍କର ଚିନାବାଦାମ ଚାଉଳ ଯେଉଁ ଟନ୍ ସେ ଇଏ କରିଥିଲେ, ବିକି ପାଇଲେନି, ଚାଷୀ ଆତ୍ମହତ୍ୟା, କେହି ଉଠିଲେନି। ପୁଣି ବିଜେଡ଼ି ଉଠିଲା, ନବୀନ ବାବୁ କହିଲେ ନା ହେବ ନାହିଁ। ସାଙ୍ଗେ ସେ କ୍ଷତିଗ୍ରସ୍ତ ଯିଏ ମରିଛି ତାର ପରିବାରକୁ 20 ଲକ୍ଷ ଟଙ୍କା, ଆଉ ତାଙ୍କ ପରିବାରଙ୍କର ଗୋଟିଏ ସଦସ୍ୟକୁ ସରକାରୀ ଚାକିରି ସାଙ୍ଗେ ଦିଆହେଲା। ତେଣୁକରି ବିଜେଡ଼ି ଛାଡ଼ିବନି ଆଜ୍ଞା। ଦେଖନ୍ତୁ, କେଉଁ ଦଳ କେଉଁଠି ଅଛି ବଡ଼ କଥା ନୁହେଁ, ଆମ ଓଡ଼ିଶାକୁ କିଏ ଶାସନ କରିପାରିବ, କିଏ ବୁଝିବ କଥା, ସେଇଟା ଆମର ମେନ୍ ଜିନିଷ ନା। ତ ବିଜେଡ଼ି 24 ବର୍ଷର ବିଶାଳ ବିଶ୍ୱସ୍ତ ଶାସନ ଆମର ଅଛି। ଟିକିଏ ଭୁଲ ହେଇଥିଲା, କ'ଣ ଭୁଲ ହେଇଥିଲା ଯେଉଁଥିପାଇଁ ବିଜେଡ଼ି ହାରିଗଲା, ତା ସେ ଭିଡ଼ିଓ ବି ବନେଇଛି, ତାକୁ ବି ଆପଣ ଭଲ ପାଇବା ଦେଇଥିଲେ, ଆପଣ ଦେଖିପାରିବେ। କିନ୍ତୁ ମୋର କହିବାର କଥା ହେଉଛି, ଆମର ଯିଏ ଶାସନକୁ ବି ଆସୁ, ଯେଉଁଟାକି ନବୀନ ବାବୁ ଆମେ ଜାଣିଛେ, ସିଏ ହିଁ କରିପାରିବେ, ଠିକ୍ସେ ବୁଝିପାରିବେ। ଲୋକ ଏଇଆ ବି କହିପାରନ୍ତି, ବହୁତ ଲୋକ ବି ମୋତେ କମେଣ୍ଟରେ କହିଲେ, ଆମର ଭାଇମାନେ ସବୁ ଭକ୍ତଗଣ, ସିଏ ଏଇଆ କହିଲେ ଯେ ଏଥର ବି 2029ରେ ଚୋରି ହେଇପାରେ, ଭୋଟ ଚୋରି ହେଇପାରେ। ସେ ଯେଉଁ ନିଶ୍ଚିତ ଭାବରେ ହେବ ଆଜ୍ଞା, ହେବନି କାହିଁକି ବୋଲି ଭାବୁଛନ୍ତି, କାହିଁକିନା ଯଦି ଟିଏମସି ତୃଣମୂଳ କଂଗ୍ରେସ ବେଙ୍ଗଲରେ ଭୋଟ ଚୋରି ହେଇଗଲା, ସେ ବାରମ୍ବାର ମମତା ଦିଦି କହୁଛନ୍ତି, ଦୀଘାବାଲି ସିଏ ଯଦି କହୁଛନ୍ତି, ଆଉ କ'ଣ ଯେ ତାଙ୍କର ଭଲ ଏଇଥିପାଇଁ ହେଲା ଯେ ଟିଏମସି କିଛି ଶାସନ କରିପାରୁନଥିଲା, ବିଜେପି ତାଙ୍କ ପାଇଁ ଟିକେ ଭଲ ହେଲା, ଟିକେ ନିସ୍ତାର ହେଲା। କିନ୍ତୁ ଏଠି ଆମର ବିଜେପି ଦରକାର ନାହିଁ, ଏଠି ଆମର ବିଜେଡ଼ି ଦରକାର, କାହିଁକିନା ବିଜେପିଠୁ ବହୁତ ଉପରେ ବିଜେଡ଼ି ଆମ ପାଇଁ, ଆମ ଶାସନ ପାଇଁ, ଆମର ସୁଲଭତା ପାଇଁ, ଆମ ଓଡ଼ିଶା ପାଇଁ। କାହିଁକିନା ଓଡ଼ିଶାକୁ ଚିହ୍ନିଛି ବିଜେଡ଼ି। ଓଡ଼ିଶାର ପରିଚୟ ହେଉଛି ଜଙ୍ଗଲ ଜଳ ଜଗନ୍ନାଥ, କେଡ଼େ ସୁନ୍ଦର କହିଲି ଆଜ୍ଞା, ମୁହଁରୁ ବାହାରିଗଲା। ମୋତେ ଲାଗୁଛି ମା ସରସ୍ୱତୀ କଣ୍ଠରେ ବସିଯାଇଛନ୍ତି। ଖଣିଜ ପଦାର୍ଥ ଏସବୁ ଜିନିଷ ଇଏ ବିଜେଡ଼ି ଚିହ୍ନିଛି। ଆପଣ ଦେଖୁନାହାନ୍ତି ଯେଉଁ ଗାଡ଼ି ସବୁ ଗୁଜରାଟର ଗାଡ଼ି ଆସିକି ସବୁ ଲାଗିଯାଉଛି, କ'ଣ ନେଉଛନ୍ତି ଆଜ୍ଞା, ଖଣିଜ ପଦାର୍ଥ, ଜଙ୍ଗଲ ସମ୍ପଦ, ପାଣି, ଇଏ କ'ଣ ସବୁ ନେଇଯିବେ। ବର୍ତ୍ତମାନ 2.5 ବର୍ଷ ହେଇଛି, ଆହୁରି 2.5 ବର୍ଷ ବାକି ଅଛି।
ଆମେ ଖାଲି ଏତିକି ମହାପ୍ରଭୁ ଜଗନ୍ନାଥଙ୍କୁ ଚାହିଁବା ଯେ ବେଶୀ ଜିନିଷ ଆମଠୁ ନ ଯାଉ, ନେଇଗଲେ ମାନେ ଆମକୁ ରିକଭରି କରିବା ଅସୁବିଧା ହେଇଯିବ। ଇଏ ତ ଡ୍ୟାମ୍ ସିଓର, ଆମେ ପୁରା ସିଓର ଯେ ନବୀନ ବାବୁ 2029 ବ୍ୟାକ୍ କରିବେ। କାହିଁକିନା ଅନ୍ଧ ଥରେ ବାଡ଼ି ହଜାଏ, ଆମର ଓଡ଼ିଶାବାସୀ ବାଡ଼ି ହଜେଇ ସାରିଛନ୍ତି, ଆଉ ବାଡ଼ି ହଜେଇବେନି, ସେ ବୁଝିଗଲେ ଜିନିଷଟାକୁ। ତେଣୁକରି ଆମେ ସେଇଆ କରିବା, ରେଡ଼ି ହେଇଯିବା। ୟା ବିଷୟରେ ଆଉ କ'ଣ କୁହାଯାଇପାରେ? ଆପଣ କ'ଣ କହୁଛନ୍ତି କୁହନ୍ତୁ, କାହିଁକିନା କଥା ତ ଇଏ ସିଓର କଥା ଯେ ସବୁ ଠିକ୍ଠାକ୍ ହେବ। ଆଉ ନବୀନ ବାବୁ 2029 ପାଇଁ 2026ରେ ଏବେ ଖାଲି ଗୋଟେ ମିଟିଂ ବସେଇ ଦେଲେ, ସବୁଆଡ଼େ ଥରହର, ସବୁଆଡ଼େ ଥରହର। ତେଣୁ 2029ରେ ବିଜେଡ଼ି ଆସୁଛି, ନବୀନ ବାବୁ ବ୍ୟାକ୍ କରିବେ। ହେ ନବୀନ ବାବୁ, ଆମେ ତମ ଫ୍ୟାନ୍, ମାନେ ଓଡ଼ିଶାକୁ ପୁରା କଣ୍ଟ୍ରୋଲ, ମାନେ ଠିକ୍ଠାକ୍ କରିକି ରଖ। ବହୁତ ମାନେ ଏବେ ଏଇ ମାସେ ତଳ କଥା କହୁଛି, ନ୍ୟୁଜ୍ରେ ବାହାରିଥିଲା, ମାସେ ତଳ କଥା କହୁଛି। ଫୁଲତୋଳା ଆସିବାର 2.5 ବର୍ଷ ହେଇଗଲାଣି, କିନ୍ତୁ ମାସେ ତଳୁ ନ୍ୟୁଜ୍ ବାହାରିଥିଲା, କେନ୍ଦ୍ରରୁ, ସେଣ୍ଟରରୁ ବାହାରିଥିଲା ଯେ ଓଡ଼ିଶା ହେଉଛି ନମ୍ବର 1 ନବୀନ ବାବୁଙ୍କ ପାଇଁ। କିନ୍ତୁ ଏବେ ଦେଖିବେ ଆଜ୍ଞା, ବର୍ଷେ ପରେ ଓଡ଼ିଶା ତଳ ଆଳୁ ନମ୍ବର 1 ହେଇକି ଥିବ, ନବୀନ ବାବୁ ନାହାନ୍ତି ବୋଲି। ତେଣୁ 2029 ତ ବହୁତ ଲେଟ୍ ହେଇଯିବ ଆଜ୍ଞା, କିନ୍ତୁ ଆମେ ଚାହିଁବା ଯେତେ ଶୀଘ୍ର ହଉ ନବୀନ ବାବୁ ଫେରନ୍ତୁ, ନବୀନ ବାବୁ ଫେରନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।